उत्कल दिवस सम्माननीय सभापति महोदय, उपस्थित भद्रमंडली तथा मंचासीन अतिथिगण एवं मोर छोट बड़ भाई और भौणी समस्त को यही पवित्र उत्कल दिवस उपलक्षे मोर हार्दिक शुभेच्छा और शुभकामना। यही शुभ अवसर में मते मोर अभिभाषण रखिबार सुजोग मिलिथिबारु निजको धन्य मन करुछि। आज एप्रिल 1 तारिख उत्कल दिवस। उत्कल जननी दिने पराधीनतार फास तथा विदेश मानक छंदरे छंदी होई रहिथिला। वीर प्रसविनी उत्कल माता सिना पराधीन थिला, किंतु से जो योग्य संतान को जन्म देइथिला तांकर संघर्ष फल उत्कल जननी एप्रिल 1 तारिख दिन स्वतंत्र परिचय पाइथिला। ଯେଉଁ ଅଗ୍ରଣୀ ମହାପୁରୁଷମାନେ ତାଙ୍କ ଜୀବନକୁ ବାଜି ଲଗାଇ ଆମ ପାଇଁ ସ୍ୱତନ୍ତ୍ରତା ଆଣିଦେଇଥିଲେ, ଏହି ମାଟିର ପ୍ରତ୍ୟେକ ସନ୍ତାନ ତାଙ୍କୁ କେବେ ବି ମନରୁ ପାସୋରି ପାରିବେ ନାହିଁ। ଅଗ୍ରଣୀ ବୀରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଭୂମିକା ନିଭାଇଥିଲା ଏହି ଉତ୍କଳ ମାତାଙ୍କୁ ସ୍ୱତନ୍ତ୍ରତା ଆଣିଦେବା ପାଇଁ। ସେହି ବିଖଣ୍ଡିତ ବିବର୍ଣ୍ଣ ଉତ୍କଳକୁ ଦେଖି ମଧୁବାବୁଙ୍କ ମୁଖରୁ ସେଦିନ ଯେଉଁ ଅମୃତବାଣୀ ନିଃସୃତ ହୋଇଥିଲା ତାହା ଥିଲା, ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବି ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ମହିମା ପଡ଼ୁନାହିଁ କିରେ ତୋର ମନେ। ସେହି ବିଖଣ୍ଡିତ ବିବର୍ଣ୍ଣ ଉତ୍କଳକୁ ଦେଖି ମଧୁବାବୁଙ୍କର ଅନ୍ତରାତ୍ମା କାନ୍ଦି ଉଠିଥିଲା। ଓଡ଼ିଶାର ଏକ ପୂର୍ଣ୍ଣ ଅବୟବ ପରିକଳ୍ପନା ତାଙ୍କର ଏକ ସ୍ୱପ୍ନ ଥିଲା। ଏହି ସ୍ୱପ୍ନକୁ ସାକାର କରିବା ପାଇଁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ପ୍ରଥମ ସଭା ଆୟୋଜନ କରାଯାଇଥିଲା, ଯେଉଁଥିରେ 62 ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଯେଉଁ ମହାନାୟକମାନେ ଉତ୍କଳ ମାତା ପାଇଁ ଜୀବନ ସମର୍ପଣ କରିଥିଲେ, ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭବନାନନ୍ଦ ଦାସ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଅନ୍ୟତମ। ଏହି ମହାରଥୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଉତ୍କଳ ଜନନୀ 1936 ମସିହା ଏପ୍ରିଲ 1 ତାରିଖ ଦିନ ସର୍ବମୋଟ 6ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ନେଇ ଏହାର ପୂର୍ଣ୍ଣ ରୂପରେଖା ସଜାଯାଇଥିଲା। ଏହାର ରାଜଧାନୀ ଥିଲା କଟକ। ଅବଶ୍ୟ ସେତେବେଳକୁ ଉତ୍କଳ ଗୌରବ ମଧୁସୂଦନ ଦାସ ନଥିଲେ। 1934 ମସିହାରେ ସେ ଇହଲୀଳା ସମ୍ବରଣ କରିଥିଲେ। ତଥାପି ସେହି ମହାନ ସଂଗ୍ରାମୀ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ଭିତ୍ତିଭୂମି ସ୍ଥାପନ କରି ଯାଇଥିଲେ, ଶେଷରେ ତାହା ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଏବଂ ବଙ୍ଗପ୍ରଦେଶ, ମାନ୍ଦ୍ରାଜ ସହିତ ବନ୍ଧା ପଡ଼ିଥିବା ଆମର ସମ୍ମାନ ସ୍ୱତନ୍ତ୍ରତା ଆମେ ଫେରି ପାଇଲୁ। ଆଜି ହେଉଛି ଏପ୍ରିଲ 1 ତାରିଖ ଉତ୍କଳ ଦିବସ। ଏହି ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ, ଯାହାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆଜି ମୁଁ ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରେ, କାରଣ ଏହି ମାଟିର ଖୋର୍ଦ୍ଧା ପାଇକ ପୁଅ ଦିନେ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ପଛାଇ ନଥିଲେ। ଏହି ମାଟିର ସୁଯୋଗ ସନ୍ତାନ ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ବାଜି ରାଉତ ନିଜ ମାତୃଭୂମିର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଓଡ଼ିଶାର ସାଧବ ପୁଅମାନେ ଜାଭା, ସୁମାତ୍ରା, ସିଂହଳକୁ ବେପାର ବାଣିଜ୍ୟ କରିବାକୁ ଯାଇ ଧନ ସମ୍ପତ୍ତି ଆଣୁଥିଲେ। ହେଲେ ଆଜି ଶୁଣିଲେ ଦୁଃଖ ଲାଗେ, ବର୍ତ୍ତମାନ ଓଡ଼ିଆ ପୁଅ ନିଜ ପରିବାର ପ୍ରତିପୋଷଣ ପାଇଁ, ଉଦର ପୂର୍ତ୍ତି ପାଇଁ, ଜିହ୍ୱାର ଲାଳସା ମେଣ୍ଟାଇବା ପାଇଁ ଗୁଜରାଟ, ସୁରଟରେ ଦାଦନ ଖଟୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ସମ୍ବଳର ଅଭାବ ନାହିଁ, ମାତ୍ର ଏହାର ଶିଳ୍ପ କଳକାରଖାନା ସ୍ଥାପିତ ହୋଇପାରିନାହିଁ। ମାନବ ସମ୍ବଳର ଉପଯୁକ୍ତ ବିକାଶ ହୋଇପାରିନାହିଁ। ଏହି ଓଡ଼ିଆ ମାଟି ପବିତ୍ର ମାଟି, ଯେଉଁ ମାଟିରେ ଚଣ୍ଡାଶୋକ ଧର୍ମଶୋକରେ ପରିଣତ ହୋଇଥିଲେ। ବିଶ୍ୱରେ ଅନେକ ଜ୍ୟୋତିର୍ବିଦ ଅଛନ୍ତି, କିନ୍ତୁ ବୀର ପ୍ରସବିନୀ ଉତ୍କଳ ଜନନୀ ଏଭଳି ଏକ ଜ୍ୟୋତିର୍ବିଦକୁ ଜନ୍ମ ଦେଇଛନ୍ତି, ଯିଏ 2 ଖଣ୍ଡ କାଠି ସାହାଯ୍ୟରେ ଦୂର ପାହାଡ଼ର ଉଚ୍ଚତା ମାପି ପାରୁଥିଲେ, ଗ୍ରହ ନକ୍ଷତ୍ର ଦୂରତା ମାପ କରିପାରୁଥିଲେ। ସିଏ ହେଉଛନ୍ତି ପଠାଣି ସାମନ୍ତ। ଏହି ମାଟିରେ ଜନ୍ମ ଗ୍ରହଣ କରିଥିଲେ ଅଚ୍ୟୁତାନନ୍ଦ, ଯିଏ ଅଚ୍ୟୁତ ମାଳିକା ଲେଖି ହଜାର ହଜାର ବର୍ଷର ଆଗତ ଭବିଷ୍ୟତ ଜାଣିପାରୁଥିଲେ। ଆଉ ଆମ ଦେଶ ଭାରତ କଥା ଯଦି କହିବି, ଭାରତବର୍ଷରେ 4ଟି ଧାମ ରହିଛି। ଯିଏ ବଦ୍ରିକାରେ ରହନ୍ତି ସିଏ ହେଉଛନ୍ତି ବଦ୍ରିନାଥ, ଯିଏ ରାମେଶ୍ୱରରେ ରହନ୍ତି ସିଏ ହେଉଛନ୍ତି ରାମନାଥ, ଯିଏ ଦ୍ୱାରକାରେ ରହନ୍ତି ସିଏ ଦ୍ୱାରକାନାଥ। ମାତ୍ର ଯିଏ ପୁରୀରେ ରହନ୍ତି ସେ ପୁରୀନାଥ ନୁହନ୍ତି, ସେ ଓଡ଼ିଶାନାଥ ନୁହନ୍ତି, ସେ ଭାରତନାଥ ବି ନୁହନ୍ତି, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ତେଣୁ ମୁଁ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରେ। ଏହି ମାଟିର ଗୋଟିଏ ସ୍ୱତନ୍ତ୍ରତା ହେଉଛି 12 ମାସରେ 13 ପର୍ବ। ଏମାନଙ୍କର ଚାଲିଚଳଣି, ପରମ୍ପରା, ରୀତିନୀତି, ବେଶ ପୋଷାକ ପ୍ରତ୍ୟେକରେ ସ୍ୱତନ୍ତ୍ରତା ରହିଛି। ପରିଶେଷରେ ମୁଁ ଏତିକି କହିବି, ଆମେ ସମସ୍ତେ ଉତ୍କଳୀୟ ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରିବା। ଆମର ଭାଷା ଉତ୍କଳ ମାଟିକୁ ସମ୍ମାନ ଦେବା ଏବଂ ତାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ପଛଘୁଞ୍ଚା ଦେବା ନାହିଁ। ବନ୍ଦେ ଉତ୍କଳ ଜନନୀ।